ଏବେ ଆମେ ଏକ ସଂଖ୍ୟାର ସ୍ଥାନୀୟମାନ ସାରଣୀ ନିର୍ଣ୍ଣୟ କରିବା। ଏବେ ଆମ ପାଖରେ ଏକ ସଂଖ୍ୟା ଅଛି 842। ଏବେ ଆମେ ଏହାର ସ୍ଥାନୀୟମାନ ନିର୍ଣ୍ଣୟ କରିବା। ଏବେ ଆମେ ଦେଖିବା 842ରେ ଶତକ ସ୍ଥାନରେ କେଉଁ ଅଙ୍କ ରହିବ, ଦଶକ ସ୍ଥାନରେ କେଉଁ ଅଙ୍କ ରହିବ ଆଉ ଏକକ ସ୍ଥାନରେ କେଉଁ ଅଙ୍କ ରହିବ। ଏବେ ଆମେ ଦେଖିବା 842ରେ ଶତକ ସ୍ଥାନରେ 8 ରହିବ, ଦଶକ ସ୍ଥାନରେ 4 ରହିବ, ଏକକ ସ୍ଥାନରେ 2 ରହିବ। ଏହାକୁ ଆମେ ଏପରି ମଧ୍ୟ ଲେଖିପାରିବା, ଶତକ ସ୍ଥାନରେ 800 ମାନେ 8 ଥର 100 ରହିବା ସହ ସମାନ, ଦଶକ ସ୍ଥାନରେ 4 ମାନେ 40, 10 4 ଥର ରହିବା ସହ ସମାନ ଆଉ ଏକକ ସ୍ଥାନରେ 2। ତ ଆମେ ଏବେ ଏହାକୁ 800 ପ୍ଲସ୍ 40 ପ୍ଲସ୍ 2 ଏପରି ଭାବେ ମଧ୍ୟ ଲେଖିପାରିବା। ତ ଏବେ ଆମର ସ୍ଥାନୀୟ ମାନ ସାରଣୀ ନିର୍ଣ୍ଣୟ ହୋଇଗଲା। ସେହିପରି ଭାବେ ଆଉ ଏକ ସଂଖ୍ୟାର ସ୍ଥାନୀୟ ମାନ ନିର୍ଣ୍ଣୟ କରିବା, 507। ଏବେ ଆମେ ଦେଖିବା ଏହାର ଶତକ ସ୍ଥାନରେ, ଦଶକ ସ୍ଥାନରେ ଆଉ ଏକକ ସ୍ଥାନରେ କେଉଁ ଅଙ୍କ ସବୁ ରହିବ। 507ରେ ଶତକ ସ୍ଥାନରେ 5, ଦଶକ ସ୍ଥାନରେ 0, ଏକକ ସ୍ଥାନରେ 7 ରହିବ।